ମ୍ୟାରେଜ୍ ପରେ ପୁରା ଦୁନିଆ ସାଙ୍ଗ ହେଇ ବୁଲିବାର ଏ ଫାର୍ଷ୍ଟ ଚାପ୍ଟର। ଆଜି ଥିଲା ଆମ 8 ଦିନିଆ ଟ୍ରିପ୍ର ପ୍ରଥମ ଦିନ। ସକାଳ 5ଟାରୁ ରେଡ଼ି ହେଇ ବାହାରିଗଲୁ ଏୟାରପୋର୍ଟ। ବୋର୍ଡିଂ ପାସ୍ ଆଣିଲା ପରେ ମୋ ୱାଇଫ୍ର ପ୍ରଥମ ଟାର୍ଗେଟ୍ ଥିଲା ଫ୍ଲାଇଟ୍ରେ ଚଟପଟା ସ୍ନାକ୍ସ ନେଇକି ଯିବା। ଏହି ଟାଇମ୍ରେ ଇଣ୍ଡିଗୋ ଫ୍ଲାଇଟ୍ ବହୁତ କ୍ୟାନସଲ୍ ହେଉଥିଲା, ତେଣୁ ମନରେ ଟିକେ ଡର ବି ଥିଲା। କିନ୍ତୁ ଆମ ଭାଗ୍ୟ ଭଲ ଯେ ଫ୍ଲାଇଟ୍ ଠିକ୍ ଟାଇମ୍ରେ ହିଁ ଛାଡ଼ିଥିଲା। ଫାଇନାଲି ଆମେ ଗୌହାଟୀ ପାଇଁ ଉଡ଼ାଣ ଭରିଲୁ। ଭିଉ ହିସାବରେ ଆମେ କେବଳ କୁହୁଡ଼ି ହିଁ ଦେଖିପାରୁଥିଲୁ। ତେଣୁ ମ୍ୟାଡ଼ାମ୍ ବୋର୍ ହୋଇ 2 ଘଣ୍ଟା ଫ୍ଲାଇଟ୍ରେ ଅଧଘଣ୍ଟା ଖାଇଲେ ଆଉ 1 ଘଣ୍ଟା ଶୋଇ ପଡ଼ିଲେ। ଗୌହାଟୀରେ ଲ୍ୟାଣ୍ଡ କରିବା ପରେ କିଛି ଫଟୋଜ୍ କ୍ଲିକ୍ କଲୁ। ସେତିକିବେଳେ ଆମ ଡ୍ରାଇଭର ଭାଇ ଆମକୁ ପିକଅପ୍ କଲେ ଆଉ ନେଇଗଲେ ଗରମା ଗରମ ବ୍ରେକଫାଷ୍ଟ ପାଇଁ। ଆଉ ତାପରେ ଆମେ ବାହାରି ଗଲୁ 225 କିଲୋମିଟର ଦୂର କାଜିରଙ୍ଗା ଅଭିମୁଖେ। ମଧ୍ୟାହ୍ନ ଭୋଜନରେ ଅଥେଣ୍ଟିକ୍ ଆସାମିଜ୍ ଥାଳି ସହ ପାନର ମଜା ନେଲୁ। ବାଟ ସାରା ମ୍ୟାଡ଼ାମ୍ ଭିଉ ଏନ୍ଜୟ କରୁଥିଲେ, କିନ୍ତୁ ତାଙ୍କ ସ୍ୱପ୍ନରେ। ବାଟରେ ହଠାତ୍ ଏକ ଚା ବଗିଚା ଦେଖି ଅଟକି ଗଲୁ। ସୂର୍ଯ୍ୟାସ୍ତ ସମୟରେ ସୁନେଲି ଆଲୁଅରେ ସବୁଜ ପତ୍ରର ସମୁଦ୍ର ପରି ଦେଖାଯାଉଥିଲା ସେ ଦୃଶ୍ୟ। ଆଉ କାଜିରଙ୍ଗା ପହଞ୍ଚୁ ପହଞ୍ଚୁ ରାସ୍ତା କଡ଼ରେ ଗଣ୍ଡା ଆଉ ହାତୀଙ୍କର ଦର୍ଶନ ବି ମିଳିଗଲା। ୟା ପରେ ଆମେ ପହଞ୍ଚିଲୁ ହୋଟେଲ ଲାର୍ମେକାରେ। ଆମ ହନିମୁନ୍ ପାଇଁ ସେମାନେ ରୁମ୍କୁ ବହୁତ ସୁନ୍ଦର ଭାବେ ସଜାଇବା ସହ ଏକ ସୁଆଦିଆ କେକ୍ ସହ ସ୍ୱାଗତ କରିଥିଲେ। ତାଙ୍କର ଆମ୍ବିଏନ୍ସ ଆଉ ସର୍ଭିସ୍ ଆମକୁ ବହୁତ ଭଲ ଲାଗିଲା। ଆଜି ପାଇଁ ଏତିକି। କାଲି ଆମେ କାଜିରଙ୍ଗାରେ କ'ଣ କ'ଣ ଆଡଭେଞ୍ଚର କଲୁ ସେ ବିଷୟରେ କଥା ହେବା ନେକ୍ସଟ ବ୍ଲଗରେ।